ବାହାରିଲେ ଆଜି ପୁରୀ ଯିବେ ସକାଳୁ। ମା ଚପଲ ସେପଟେ ଅଛି ଚପଲ ମା ଚପଲ ଖାଉଛନ୍ତି ସିଏ ଖାଇସାରି ବାହାରିବେ ଆଉ। ଏଇ ଆଣିଥିଲେ ଯୋଉ ଏଠୁ ବିଲରୁ ସକାଳୁ ବାହାରିଲେ ପୁରୀ ଯିବେ ଟ୍ରେନରେ। ରାତିକି ଫେରି ଆସିବେ, ନହେଲେ ଯଦି ବି ନହେଲା ଆଜି କାଲି ଆସିବେ ଆଉ। ଦେଖନ୍ତୁ ଆମର ହଉଛି ଏଟା ମମି କଣ ଶୁଖୁଆ ତରକାରୀ, ଡାଲି ଅଛି, ଫ୍ରାଏ ହେଇଛି ଗାଢା ଡାଲି ଅଛି। ହଁ ଦେଖନ୍ତୁ ଏଠି କଚା ହେଇଛି ସବୁ ରଖା ହେଇଛି। ଦେଖନ୍ତୁ ମମି ହେଇଛି ଯୋଉ କଣ କଚୁଟା ଏଇଟା ଯୋଉ ଭି ପିତା ଯୋଉ ନିମ ପିତା ନୁହଁ, ଏଇଟା ଭଜା ହବ। ଏଇଟା ଆଳୁ ବାଇଗଣ କଟା ହେଇଛି, ଭଜା ହବ। ଆଉ ଏଇଟା ଟିକେ ଅଳ୍ପ ଟିକେ ଫୁଲ ଥିଲା ଆଉ ଟିକେ ବରା ହବ ଆଉ। କଖାରୁ ଫୁଲ ବରା ଫୁଲ ଦିଟା ଥିଲା। ଆଉ ଦେଖିବା ଚାଲନ୍ତୁ ଭାଇ ଠାକୁର ସେଠି ଯାଉ ନୁହଁ ବାହାର ଯାଇକି ଦେଖିଦେଇକି ପଳେଇ ଆଇଲି। ଚପଲ ମାଡ଼ିକି ଭଲସେ ଯିବି ମନ୍ଦିର ପାଖରେ। ରେଡି ହେଇଯାଇଛି, କ୍ୟାମେରା ଫୋକସ୍ ଟିକେ କମେଇଦେବ ଡଷ୍ଟ। ଚାଲ ଯିବା। ମୁଁ ଜୋତା ନାହିଁ, ଏ ସ୍ପଞ୍ଜଟା ମାରିକି ଯିବି। ବହୁତ ଭାବ ପଡ଼ୁଛି କାମ ଛିଡ଼ା। ଦେଖନ୍ତୁ ମୁଁ ପଳେଇନି ବାହାରି ଭିଡ଼ିଓ ଆଲାଉ ନଥିଲା ବେଶୀ କରିକି ପଳେଇଲି। ପରେ ସବୁ ବାହାରକୁ ପଳେଇ ଯାଇଛି। ଦେଖନ୍ତୁ ଆସିସାରିଲା ପରେ ଘରକୁ ଆଉଛୁ। ଆଉ ଏଠି ଦେଖନ୍ତୁ ଆମ ଗାଈ, ଦେଖନ୍ତୁ ଆମର ଲାଗିଛି କଳମ। ମୁଁ ଆଣିଥିଲି ଯାଇକି ନର୍ସରୀରୁ। ଏଠି ଲାଗିଛି, ଏଠି ସବୁ କଳମ ଉପଡ଼ା ହେଇଯାଇଥିଲା। ଏଠି ଲାଗିଛି ନୂଆ କଳମ। ଏଠି ଲାଗିଛି ଦିଟା ବଡ଼ ବଡ଼ କିଆରି କଳମ ହେଇଛି। ଭିତରକୁ ଦେଖୁଛି ଏସବୁ ଦେଖନ୍ତୁ ଆମର ସେ ଯେଉଁ କଲିମି ଲଙ୍କା କରାହେଇଥିଲା, ଯେଉଁ ମଞ୍ଜି ପକା ଇଏ ହେଇଥିଲା। ଆଉ ତୁଳସୀ ଗଛ ଏଠି ରଖାହେଇଛି ଗୋଟେ ମୁହଁରେ। ଦେଖନ୍ତୁ ଲଙ୍କା ଗଛ ହିର ସବୁ ଟେକା ହେଇଯାଇଛି। କେତେ କେତେ ବଡ଼ ଲଙ୍କା, ଆଉ ଲଙ୍କା କିଆରି ବି ହେଇଛି, ବାଇଗଣ ବି ହେଇଛି, ଶାଗ ହେଇଛି, ଛତୁ ଭଳିଆ ଫୁଟିଛି ସବୁ ଛତୁ। ହେଇ ସେଠି ଦେଖନ୍ତୁ ଧଣିଆ ହବ, ଧଣିଆ ହେଇଛି ନା କଣ। ଦେଖନ୍ତୁ ଏଠି ବି ଶାଗ। ଦେଖନ୍ତୁ ଏଠି ଧଣିଆ ଉଠୁଛି, ଛୋଟିଆ ଛୋଟିଆ ଏଇ ଧଣିଆ ସବୁ। ଆଉ ଏଠି ଆମର ଯେଉଁ ଇଏ ଗଛଟା ଦେଖନ୍ତୁ, ଏଥିରେ ଫୁଲ ଆଇଲାଣି, ଯେଉଁ କଢ଼ିପତ୍ତା। ଏଇ ଗଛଟା କି ଗଛ ମୁଁ ଜାଣିପାରୁନି, ଇଏ ଖାଲି ଯେଉଁ ବରକୋଳି ଭଳିଆ ଫୁଲ ପଡ଼ୁଛି। କହିବି ଆପଣ, ଏଇଟା ଯେଉଁ ଆତ ଗଛ ବି ହେଇଛି। ଖରା କାଟିଲା ଦେଖନ୍ତୁ। ଏଇଠି ଆଗରୁ ଆମର ଯେଉଁ ଲାଗିଥିଲା, ଯେଉଁ କ'ଣ ସେଟା ଧଣିଆ, ଏ ଧଣିଆ ଗଛ ଏପର୍ଯ୍ୟନ୍ତ ଗୋଟେ ଗୋଟେ ଅଛି। ସେଠି ଉଠିବ ଉପାଡ଼ି ଦେବେ। ବିମ୍ ଗଛ ଉପାଡ଼ି ଦେଇଛନ୍ତି ସବୁ। ମାନେ ଭାଇନି ଏଇଠି ଛାଇ, ମୁଁ ଏଇଠି ବସେ ସବୁବେଳେ। ମୁଁ ଏଇଠି ବସେ, ଏଇଠି ଆରି ପାଲ ଫାଲ ପକେଇକି ଗୋଟେ। ଏଇଟା ଦେଖନ୍ତୁ ସାଙ୍ଗମାନେ, ଏଇଟା କି ଫଳ? ବଗୁଲି। ବଗୁଲି। ଏ ଯୋଉ କଣ କି ବଇଁଚ କୁହନ୍ତି?
ବାଲି ବଇଚ ବାଲି ବାଲି ବଇଁଚ ବଢିଆ ଲାଗୁଛି। ଏଇଟା ମିଠାଟା ମା ଲାଗି ଦିଟା ରଖିବା ମା ଭଲ ପାଇଲା ଖାଇବାକୁ। ପୁରା ବିଲ ମଝି ସେ ଦିଟା ପାରିକି ଆଣିଥିଲା ବା ଆମକୁ ଦେଇଥିଲା ଖାଇବାକୁ। ଆହୁରି ଅଛି ଏଇଟା ପୁରା ଏଇଟା କଷିଲା ଏଇଟା ପୁରା ଏଇଟା ବାସିଛି ଏଇଟା ପୁରା କଷି ଏଇଟା ପୁରା କଷି କିନ୍ତୁ ଏଇଟା ବହୁତ ମିଠା ଫାଟି ହେଇଛି ଟିକେ କଷାଳିଆ ଲାଗୁଛି ଆଉ ଭଲ ଲାଗୁଛି। ଆଉ ଦେଇଦିନି ମା ନାଇଁ ତ ବଢିଆ ଲାଗୁଛି ବଗୁଲି। ଚୋପା ଧରିଛି ମୁଁ ଚୋପାକୁ ଧରିଛି ମୁଣ୍ଡି ଥଣ୍ଡା ପାଣି ଅଛି କି ତୁ ପିଇସାରେ ମନା ଏଇଠି ଆଣିବୁ। ଆଜି ଚାଲିବାକୁ ଯିବେନି କି ବୋଉ ଟିକେ ନାହାନ୍ତି। ଓହୋ ଏଇ ଲୋକ ଗୁଡ଼ା କିଏ ବଇଛନ୍ତି ଆମ ଦୋକାନରେ ଏଇ ଡୁଡୁ ଏଇ ଡୁଡୁ ଡୁଡୁ ନା ହେଇ ମତେ ଏମିତି ଦୋକାନରେ କିଏ ବଇଛନ୍ତି ତୋ ମୁହଁ କଣ ଏମିତି ବିଲେଇ ଭଳିଆ ହେଇଛି। ଆଜି ଆମର ଏଇ ଯାତ୍ରା ଦେଖିବାକୁ ଚାଲରେ ତମେ ପଳେଇବ ସବୁ ପ୍ରବଚନ ପ୍ରମୋସନ ଭାଇଆ ଏଇ ଶୁଣ ପ୍ରବଚନ ପ୍ରମୋସନ ରାମନବମୀ ଚାଲ ଦେଖିବାକୁ ଯା ପ୍ରମୋସନ ସବୁବେଳେ ଡୁଡୁରେ ଆମର ଓଲଟା କଥା ପ୍ରମୋସନ ସେଦିନ ବାହା କଲେ ମେଡିସିନ କି ଗୋଟେ କଣ କହିଲେ ଯୋଉ ଇଏ ଯୋଉ ସୁଗାର ଫ୍ରି ବଟିକାକୁ କଣ ମାଆବାଦୀ କି ମାୟାବତୀ ସେ ଜଗା କଥା ଶୁଣିଲେ ଗମ ପାଇଁ ଫ୍ରିଜରୁ ପାଣି ଆଣିକି ପିଇବା ଚାଲ କହିବ ପୁରା ପୁରା କୋଳି ଜାଣିଛନ୍ତି ଆମେ ଖାଇବୁ ବୋଲି ଆମେ ଆଉ ଖାଉଛୁ କଣ ଆସିକି କଣ ରାତି ଅଧେ ବାଲି ଖାଇଦେଲେ ପିତା ଲାଗିବ ମଞ୍ଜି ମୁଁ ବାହାର କରିବିନି ନା ମନ୍ଦିର କାହିଁ ଖାଇ ପିତା ଲାଗିବ କଷା ଲାଗିବ ମନ୍ଦିର କଷା ଲାଗିବ। ଆଉ ଗୋଟେକି କାମୁଡୁଛି ଭାଇ ତ ଆଗ କିଛି ହେଇନି ମୋ ଦଶ ଯାଇଛି କି ନାହିଁ ଯିବା ଚାଲିବାକୁ ଡୁଡୁ ଯିବୁ ଚାଲି ଚାଲିକା ଯିବା ଆଉ କୋଉଠି କଣ ଇଂସର ହାରିଆଲାଣି ହେଇ ଖରାଦିନେ ଖାଲି ଏଇ ଶବ୍ଦ ହବ ଖରାବେଳେ ଦେଖାଉନି ଶନି ଓଷା ବେଳକୁ ହେଇଥାଏ କଣ କେତେ ତାଳ ହୁଏ ଆଖି ପାଏ ଏଇଟାରେ ଏସବୁ ଜମା ଦେଖନ୍ତୁ ଏବେ ତ ସନ୍ଧ୍ୟା ହେଇଗଲାଣି ମୁଁ ସନ୍ଧ୍ୟା ଦେଇ ସାରିକି ଟିକେ ଛାତ ଉପରକୁ ଦେଖନ୍ତୁ ପଳେଇ ଆସିଛି ଟିକେ ଛାତ ଆମର ତ ଯେହେତୁ ଏଠି ପାହାଡ଼ ଜାଗା ପ୍ରବଳ ଗରମ କଦଳୀ ପାଚିବା ଟାଇମ୍ ହେଇ ଆସିଲାଣି। ଏଟା ଆଉ ଗୋଟେ ଏବେ ନୂଆ ହାତ ହେଇଛି ଏଠି ଆମ ଖୁଡ଼ିଙ୍କ ଘର ଭାଙ୍ଗି ଦେଇଛନ୍ତି ଫାଙ୍କା ଦେଖାହେଉଛି। ବୋଉ ହେରିକା ତ ପୁରୀ ଯାଇଛନ୍ତି ଆସିନାହାନ୍ତି ଏବେ ବାହାରିଲେଣି ପୁରୀରୁ 10ଟା ସୁଦ୍ଧା ଆସିକି ପହଞ୍ଚିବେ ଘରେ। ସନ୍ଧ୍ୟା ଘଣ୍ଟି ବାଜିଲାଣି ମନ୍ଦିରରେ। କେତେ ସୁନ୍ଦର ପବନ ଦଉଛି ବଢ଼ିଆ ଥଣ୍ଡା ଲାଗୁଛି ଛାତ ଉପରେ। ତଳେ ତ ରହି ହଉନି ପ୍ରବଳ ଗରମ ତଳେ।
छुआ आसवे सन्ध्या हो गला छुआ आसिले पाठ पढ़े आमर सन्ध्या बेलार दृश्य।